ନାଇଁ ନାଇଁ ଆମ ସମୟରେ ଆମେ ଡାଇରେକ୍ଟ କରିଥିଲୁ ଲୋକମାନେ ପାଖକୁ ଯାଉଥିଲୁ ଲୋକମାନେ ଯାହାକୁ ବାଛୁଥିଲେ ସେ ମେୟର ହେଉଥିଲେ ଏବେ ଏତେ ଭୟ କାହିଁକି ଲୋକମାନଙ୍କୁ ସମ୍ମୁଖକୁ ଯିବାକୁ ପଞ୍ଚାୟତ ନିର୍ବାଚନ ଆସୁଛି ମ୍ୟୁନିସିପାଲିଟି ଏନ୍ଏସି କର୍ପୋରେସନ ନିର୍ବାଚନ ଆସୁଛି ଯାହା ବିଧି ଅନୁସାରେ ଅଛି ଆମେ ଡାଇରେକ୍ଟ ମେୟର ନିର୍ବାଚନ ଯିବା ଫେସ୍ କରିବା ଲୋକମାନଙ୍କର ଯେଉଁ ଆତ୍ମବିଶ୍ୱାସ ଅଛି କାହାକୁ ମେୟର ବାଛିଲେ ସିଏ ଭୁବନେଶ୍ୱରକୁ ଆମର ଉନ୍ନତି ପଥରେ ଆଗେଇ ନେବେ ଲୋକମାନଙ୍କର ଯାହା ଅଛି ସୁବିଧା ସୁଯୋଗ ପାଇବାରୁ ସେଥିରୁ ଯେମିତି ବଞ୍ଚିତ ନ ହେବେ ସେଠୁ ସବୁଗୁଡ଼ାକ ଏମିତି ତାଙ୍କ ଅଧିକାର ଯେମିତି ସାବ୍ୟସ୍ତ କରିପାରିବେ ଆଉ ଯଦି ଇନଡାଇରେକ୍ଟଲି ହେବ ମନମୁଖୀ ଚାଲିବ ଯେତେବେଳେ ମେୟର ସେ ବାଛିବେ ସେ ମେୟର ତାଙ୍କର ନିଶ୍ଚିତ ଡୋମିନେଟ୍ ହେଇକି ରହିବେ ଆଉ ମେୟର କୌଣସି କାମ କରିପାରିବେ ସିଧାସଳଖ ଭାବେ ତେଣୁକରି ସୁନିଶ୍ଚିତ ଏଇଟା ଡରିବାର ତ ଇଏ ବାଟ କାରଣ ଲୋକମାନେ ତ ଗ୍ରାସରୁଟ୍ ଦେଖୁଥିବେ ଯେଉଁଭଳିଆ ଅସନ୍ତୁଷ୍ଟ ଲୋକମାନେ ମନରେ ଯେଉଁଭଳିଆ ହେଇଥିଲା ଯାହା କହିଥିଲେ ଯେଉଁ ଆଧାର ଆସିଥିଲେ ପରିବର୍ତ୍ତନ ବର୍ତ୍ତମାନ ଅପରିବର୍ତ୍ତନ ହେଇଗଲାଣି ଲୋକ ଯାହା ଜାଣିଲେଣି ଯେ ପରିବର୍ତ୍ତନର ଶବ୍ଦ ଅପବ୍ୟବହାର କରି ଯାହା କରିଛନ୍ତି ଲୋକମାନେ ଆଉ ତାକୁ ବରଦାସ୍ତ କରୁନାହାନ୍ତି ଡାଇରେକ୍ଟ ଇଲେକ୍ସନ୍ ବେଟର ଲୋକମାନେ ତାଙ୍କର ମୌଳିକ ଅଧିକାର ସେ ସାବ୍ୟସ୍ତ କରିବେ ଜଣକୁ ବାଛିବେ ଯିଏକି ଭୁବନେଶ୍ୱରରେ ଆଗ ଧାଡ଼ିରେ ମେୟର ଏଇଟା ହେଲା 1 ନମ୍ବର ସିଟିଜେନ୍ ତେଣୁକରି ଆମେ ସିଏ କେମିତି ଉପାୟରେ ଭଲ ଲୋକଟିଏ ହେବ ଯେ ଆମ ଭୁବନେଶ୍ୱର ଆଗେଇ ନେବ ଲୋକମାନଙ୍କ ସହିତ ରହିବ ଲୋକମାନଙ୍କର ସମସ୍ୟା ସହିତ ଜଡ଼ିତ ହେବ ଏବଂ ସବୁ ପ୍ରକାରର ଯେତେବେଳେ ଯାହାର ଆବଶ୍ୟକତା ସେ ପହଞ୍ଚି ପାରୁଥିବ ଏବଂ ଭୁବନେଶ୍ୱର ପାଇଁ ଆମେ ଏମିତି ଗୋଟେ ଦିନ ଥିଲା ବି ମଧ୍ୟ ୱାନ୍ ଅଫ୍ ଦ ବେଷ୍ଟ ଟାଉନ୍ ଇଣ୍ଡିଆ ଏବେ ମଧ୍ୟ ଆମ ସହର କେତେ ବାଟ ଯାଇଛି ସହର ଯେମିତି ଆମର ସବୁବେଳେ ରହିବ ଏ ସହର ପାଇଁ ଆବଶ୍ୟକତା ରହୁଛି ବର୍ତ୍ତମାନ ଗମନାଗମନ କେତେ ଅବ୍ୟବସ୍ଥା ହେଇଛି ଟ୍ରାଫିକ୍ର କେତେ ହାଜାର୍ଡ ହେଇଛି मेट्रो रेलवे हो इंटरनेशनल एयरपोर्ट हो बुलेट रेलवे चालू जहाँ आधुनिकता अच्छी आम सहर मध्य आधुनिकता भर जा आवश्यकता अच्छी से भाया मेयर डायरेक्ट इलेक्शन आम चाहूँ।